ସହ ରାଣୀଙ୍କ ସହ ରହି ରାଜା ତାଙ୍କ ଜୀବନରେ ବିରକ୍ତ ଭାବନା ଅନୁଭବ କରୁଥିଲେ। ତାଙ୍କୁ ତାଙ୍କର ସେହି ଯୁବାବସ୍ଥା ମନେ ପଡ଼ୁଥିଲା, ଯେବେ ସେ କୌଣସି ନାରୀ ପ୍ରତି ଆକର୍ଷିତ ହେଉନଥିଲେ, ଯେବେ ତାଙ୍କୁ କାମବାସନା ବିଷୟରେ କିଛି ବି ଜଣାନଥିଲା। ସେ ସମୟକୁ ଭାବି ରାଜାଙ୍କ ଆଖିରେ ଲୁହ ଭରି ଆସିଲା। ସେହି ସମୟରେ କେତେ ନ ଉର୍ଜାବାନ, କେତେ ନ ଶକ୍ତିଶାଳୀ ଥିଲେ। ମାତ୍ର ସେହି ରାଜା ଆଜି ବୃଦ୍ଧା ଅବସ୍ଥାରେ ପହଞ୍ଚି ସାରିଛନ୍ତି। କିନ୍ତୁ ସବୁଠି ଜରୁରୀ କଥା ଏହା ଥିଲା କି ସେ ତାଙ୍କ କାମବାସନା ଠାରୁ ମୁକୁଳି ପାରୁନଥିଲେ। କହିବାକୁ ଗଲେ ସେ 1000 ଯୁଦ୍ଧରେ ବିଜୟ ଲାଭ କରିଛନ୍ତି, ମାତ୍ର ଆଜି ପର୍ଯ୍ୟନ୍ତ ସେ କେବେ ନିଜ ମନକୁ ପରାସ୍ତ ବି କରିପାରିନାହାନ୍ତି। ସେ ଏବେ ମଧ୍ୟ କାମବାସନାକୁ ନିଜଠାରୁ ଦୂରେଇ ପାରିନାହାନ୍ତି। ତାଙ୍କୁ ଏହା ଚିନ୍ତାରେ ରଖୁଥିଲା କି ମୃତ୍ୟୁର ନିକଟବର୍ତ୍ତୀ ହେବା ସତ୍ତ୍ୱେ ମଧ୍ୟ ସେ ଶାନ୍ତି ଏବଂ ପ୍ରଭୁଙ୍କ ସେବାରେ ନିଜର ମନକୁ ନିୟୋଜିତ ନ ରଖି କେବଳ ସୁନ୍ଦର ନାରୀଙ୍କ କାମବାସନା ପ୍ରତି ଘେରି ହୋଇ ରହୁଥିଲେ। 100 ରାଣୀ ତାଙ୍କର। ପ୍ରତ୍ୟେକ ରାଣୀ ଦେଖିବାକୁ ବହୁତ ସୁନ୍ଦର। ସମସ୍ତ ରାଣୀଙ୍କର ସନ୍ତାନ ମଧ୍ୟ ହୋଇଥିଲା। ମାତ୍ର ଏତେ ରାଣୀ ନିଜ ପାଖରେ ଥାଇ ବି ଅନ୍ୟ କେଉଁ ନାରୀ ପ୍ରତି କାମବାସନା କାହିଁକି ଉତ୍ପନ୍ନ ହେଉଥିଲା? ରାଜା ଭାବିବାକୁ ଲାଗିଲେ କି କ'ଣ ମୁଁ ଏହି ଅଶ୍ଳୀଳ କାମବାସନାର ବୋଝ ମୃତ୍ୟୁ ପରେ ବି ମୋ ସହିତ ନେଇକି ଯିବି? ସେଥିପାଇଁ ସେ ଭାବିଲେ, ଯଦି ମୁଁ ବର୍ତ୍ତମାନ ଏହି ଅଶ୍ଳୀଳ ବିଚାରଠାରୁ ମୁକ୍ତି ପାଇବିନି, ତେବେ ମୃତ୍ୟୁ ପରେ ବି ମୋ ଆତ୍ମା ଶାନ୍ତିରେ ରହିପାରିବ ନାହିଁ। ତେଣୁ ମୋତେ ମୋ କାମବାସନାର ବିଚାରକୁ ଏବେଠାରୁ ତ୍ୟାଗ କରିବାକୁ ପଡ଼ିବ। ରାଜା ଦିନରାତି ଏହି କାମବାସନାକୁ ନେଇ ଚିନ୍ତାରେ ରହୁଥିଲେ କି ସେ କିପରି ଏହାର କବଳରୁ ମୁକ୍ତି ପାଇପାରିବେ। ରାଜା ଗୋଟିଏ ଦିନ ଏହାର ଉପାୟ ପାଇଁ ତାଙ୍କର ରାଜ ଦରବାରରେ ଗୋଟିଏ ସଭା ବୈଠକ କଲେ। ସ୍ୱାଭାବିକ ରୂପରେ ସଭାର ଚର୍ଚ୍ଚାର ବିଷୟ କାମବାସନା ହିଁ ରଖାଯାଇଥିଲା। ସମ୍ରାଟ ତାଙ୍କ ମନ୍ତ୍ରୀଙ୍କୁ କହି ପୁରା ନଗରରେ ଘୋଷଣା କରିଦେଲେ କି ଯେ କୌଣସି ବି ବିଦ୍ୱାନ ରାଜାଙ୍କ ମନକୁ ସନ୍ତୁଷ୍ଟ କରିପାରିବ, ସେ ଅନନ୍ତ ସମୟ ପାଇଁ ରାଜାଙ୍କ ପରାମର୍ଶଦାତା ହୋଇକି ରହିବ। ଏଥିପାଇଁ ନଜରର ସମସ୍ତ ବିଦ୍ୱାନଙ୍କ ମଧ୍ୟରେ ଗୋଟିଏ ଭିଡ଼ ନଜର ଆସିଲା। ମନ୍ତ୍ରୀମଣ୍ଡଳଙ୍କ ଦ୍ୱାରା ସୂଚିତ କରାଯାଉଥିବା ଦିନରେ ସମସ୍ତ ବିଦ୍ୱାନ ରାଜମହଲରେ ପ୍ରବେଶ କରିଲେ। କାହାର ହାତରେ ବେଦ ଉପସ୍ଥିତ ଥିଲା ତ କାହାର ହାତରେ ଉପନିଷେଦ। ଅଧିକାଂଶ ବିଦ୍ୱାନ ରାଜାଙ୍କୁ ବେଦ ଏବଂ ଉପନିଷେଦରେ ଲେଖା ହୋଇଥିବା ଜ୍ଞାନ ଦ୍ୱାରା ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ। କେହି ନିଜର ଅଭିଜ୍ଞତା ଏବଂ ବାସ୍ତବିକତାର କଥାକୁ ରାଜାଙ୍କୁ ଜଣାଇବାରେ ସଫଳ ହୋଇପାରୁନଥିଲେ। ରାଜାଙ୍କ ପ୍ରଶ୍ନ, ବ୍ରହ୍ମଚର୍ଯ୍ୟ ପ୍ରକୃତରେ କ'ଣ ହୋଇଥାଏ? ଏହାର ପ୍ରଶ୍ନରେ କିଛି ବିଦ୍ୱାନଙ୍କ ମତରେ ଯେଉଁ ମନୁଷ୍ୟ ନିଜ ଜୀବନରେ କେବେ ସମ୍ପର୍କ ରଖିନାହିଁ ତାକୁ ହିଁ ପ୍ରକୃତ ବ୍ରହ୍ମଚର୍ଯ୍ୟ କହିବା, ଏବଂ କିଛି ବିଦ୍ୱାନଙ୍କ ମତରେ ଯେଉଁ ମନୁଷ୍ୟ ଅତୀତରେ ସମ୍ପର୍କ ରଖୁଥିଲେ ମଧ୍ୟ ବର୍ତ୍ତମାନ ସେହି ବିଚାରକୁ ନିଜ ପାଖରେ ରଖିନଥାଏ ତାକୁ ହିଁ ବାସ୍ତବ ବ୍ରହ୍ମଚର୍ଯ୍ୟ ପାଳନ କୁହାଯାଇଥାଏ। ରାଜାଙ୍କୁ କୌଣସି ବି ବିଦ୍ୱାନଙ୍କ ଉତ୍ତରରେ ସନ୍ତୁଷ୍ଟି ପ୍ରାପ୍ତ ହେଉନଥିଲା ଏବଂ ମହଲରେ ବିଦ୍ୱାନ ନିଜ ଭିତରେ ନିଜେ ହିଁ ତର୍କ ବିତର୍କ କରୁଥିଲେ। ମାତ୍ର କିଛି କ୍ଷଣ ପରେ ସେଠାରେ ଗୋଟିଏ ବୌଦ୍ଧ ଭିକ୍ଷୁ ପହଞ୍ଚିଲେ। ସେହି ବୌଦ୍ଧ ଭିକ୍ଷୁ ଡେରିରେ ପହଞ୍ଚିଥିବାରୁ ରାଜାଙ୍କୁ କ୍ଷମା ମାଗିଲେ। ବୌଦ୍ଧ ଭିକ୍ଷୁ ରାଜାଙ୍କୁ କହିଲେ, ହେ ରାଜା, ପ୍ରକୃତ ବ୍ରହ୍ମଚର୍ଯ୍ୟ ତାହା ହୋଇଥାଏ ଯାହାର ନଜରରେ ପୁରୁଷ ଏବଂ ମହିଳାର ପାର୍ଥକ୍ୟ ଦୂରେଇ ଯାଇଥାଏ, ଯିଏ ପୂର୍ଣ୍ଣ ରୂପରେ କାମବାସନାକୁ ଦୂରେଇ ଦେଇଥାଏ। ତା ପାଇଁ ସମସ୍ତଙ୍କ ଶରୀର ଗୋଟିଏ ମନୁଷ୍ୟର ଶରୀର ହୋଇଥାଏ। ତା ଭିତରେ କୌଣସି ମହିଳାଙ୍କୁ ନେଇ କାମବାସନା ସୃଷ୍ଟି ହେବା ତ ଦୂରର କଥା, ସେ ଭେଦଭାବ ବି କରିପାରିବ ନାହିଁ କି ଗୋଟିଏ ମହିଳା ନା ଗୋଟିଏ ପୁରୁଷ। ଏହି କଥାରେ ପ୍ରଭାବିତ ହୋଇ ମହାରାଜ ସେହି ବୌଦ୍ଧ ଭିକ୍ଷୁଙ୍କୁ ପ୍ରଶ୍ନ କଲେ, ହେ ଭିକ୍ଷୁ, ଏପରି କେଉଁ କାରଣ ପାଇଁ ଗୋଟିଏ ମନୁଷ୍ୟକୁ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ, ଯେବେ କି ସେ ଭୋଗ କରିକି ନିଜର ଜୀବନର ଆନନ୍ଦ ଉଠାଇ ପାରିବ? ତେବେ ସେ କାହିଁକି ବ୍ରହ୍ମଚର୍ଯ୍ୟ ପାଳନ କରିବ? ଏହା ଶୁଣି ସେହି ବୌଦ୍ଧ ଭିକ୍ଷୁ ରାଜାଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲେ, ସମ୍ରାଟ, ମୋତେ ଗୋଟିଏ କଥା କୁହନ୍ତୁ, ଗୋଟିଏ ଗଛ ଅଧିକ ଶକ୍ତିଶାଳୀ ହୋଇଥାଏ କି ଗୋଟିଏ ଚାରାମଞ୍ଜି? ରାଜା ଉତ୍ତର ଦେଇ କହିଲେ, ଗୋଟିଏ ଗଛ ଗୋଟିଏ ଚାରାରୁ ହିଁ ଜନ୍ମ ହୋଇଥାଏ, ତେବେ ଗୋଟିଏ ଚାରା ଗୋଟିଏ ଗଛଠାରୁ ଶକ୍ତିଶାଳୀ ହୋଇଥାଏ। ଭିକ୍ଷୁ ଉତ୍ତରରେ କହିଲେ, ରାଜା, ଏହି ପ୍ରକାରରେ ଆମ ଶରୀରରେ ବି କାମଶକ୍ତିର ରୂପରେ ବହୁତ ସାରା ଚାରା ରହିଥାନ୍ତି। ତାଙ୍କଠି ଅସୀମ ଉର୍ଜା ରହିଥାଏ ଯାହା ଆମ ପାଇଁ ଆନନ୍ଦର ସ୍ରୋତ ପ୍ରସ୍ତୁତ କରିଥାନ୍ତି।
କିନ୍ତୁ କାମ ବାସନାରେ ବ୍ୟସ୍ତ ରହିକି ଆମର ଶକ୍ତିଶାଳୀ ଚାରାଗୁଡ଼ିକୁ ଏପରି ହିଁ ନଷ୍ଟ କରିଥାନ୍ତି, ବର୍ବାଦ କରିଥାନ୍ତି। ଏବଂ ସେହି ଜିନିଷ ନଷ୍ଟ ହୋଇଯିବା କାରଣରୁ ଗୋଟିଏ ମଣିଷ ଢିଲା ଆଳସ୍ୟରେ ଭରି ହୋଇକି ସବୁଦିନ ଥକିବା ଅନୁଭବ କରିଥାଏ। ମନେ ରଖିବ, ଆମର ଭୋଜନରେ ଆମର ରକ୍ତ ସୃଷ୍ଟି ହୋଇଥାଏ। ରକ୍ତରେ ଆମର ମାଂସ, ହାଡ଼ ଏବଂ ଶେଷରେ ଶକ୍ତିଶାଳୀ ବୀର୍ଯ୍ୟ ସୃଷ୍ଟି ହୋଇଥାଏ, ଯାହାକି ବହୁତ କମ୍ ମାତ୍ରାରେ ହୋଇଥାଏ। ତେଣୁ ଏଥିପାଇଁ ନିଜ ମନରେ ସୃଷ୍ଟି ହେଉଥିବା କାମ ବାସନା ପାଇଁ ସେହି ଶକ୍ତିଶାଳୀ ବୀର୍ଯ୍ୟକୁ ନଷ୍ଟ କରିବା କୌଣସି ପ୍ରକାରରେ ବି ତାର୍କିକ ହୋଇନଥାଏ। ବ୍ରହ୍ମଚର୍ଯ୍ୟର ପାଳନ କରିବା ଦ୍ୱାରା ହିଁ ସେହି ବୀର୍ଯ୍ୟର ଶକ୍ତି ଆମର ଆନ୍ତରିକ ଶରୀରରେ ମିଶି ଯାଇଥାଏ, ଯାହା ଆମର ମୁଖରେ ତେଜ ସୃଷ୍ଟି କରାଇଥାଏ, ଆମର ଶରୀରକୁ ବିଭିନ୍ନ ପ୍ରକାର ରୋଗଠାରୁ ରକ୍ଷା କରିଥାଏ। ଯେବେ ଏହି ଶକ୍ତିଶାଳୀ ବୀର୍ଯ୍ୟ ଧ୍ୟାନର ମାଧ୍ୟମରେ ଊର୍ଜାରେ ପରିଣତ ହୋଇଯାଇଥାଏ, ତେବେ ଏହା ହିଁ ଆନନ୍ଦର ସ୍ରୋତ ବନିଯାଇଥାନ୍ତି। ଏହାପରେ ରାଜା ଅନ୍ୟ ଗୋଟିଏ ପ୍ରଶ୍ନ ପଚାରିଲେ, ହେ ଭିକ୍ଷୁ, କାମ ବାସନାର ଭାବନାକୁ କିପରି ଅଟକାଇ ହେବ? ଦୟାକରି ଏହାର ଉତ୍ତର ବୁଝାଇକି କୁହନ୍ତୁ। ଭିକ୍ଷୁ କହିଲେ, ହେ ମହାରାଜ, ଯିଏ ବୁଦ୍ଧିମାନ ହୋଇଥାଏ ସେ ଏହା ନିଶ୍ଚୟ ଜାଣିଥାଏ କି କାମ ବାସନା କୂଅର ପାଣି ପରି ହୋଇଥାଏ। ଯିଏ ଯେତେ ପିଇବ ସେତେ ହିଁ ଶୋଷ ତାକୁ ଲାଗିବ, ତାହାର ଶୋଷ କେବେ ମେଣ୍ଟ ହେବ ନାହିଁ। ଏଥିପାଇଁ ସେ ଏହି କାମ ବାସନା ରୂପୀ କୂଅର ପାଣି ପିଇବ ନାହିଁ। ମାତ୍ର ଯଦି ସାଂସାରିକ ଜୀବନ କାଟିବା ପାଇଁ ମଜବୁରୀ ବଶତଃ ଏହି କୂଅର ପାଣି ପିଇବ, ତେବେ ସେ ମାତ୍ର ଗୋଟିଏ କୂଅର ପାଣି ପିଇବ। ସେହି ଭିକ୍ଷୁ ରାଜାଙ୍କୁ ସମ୍ବୋଧିତ କରି କହିଲେ, ହେ ରାଜା, ଆପଣ 100 ରାଣୀଙ୍କ ସହ ବିବାହ କଲେ, କିନ୍ତୁ ଆପଣ ବି ଅନୁଭବ କରିଥିବେ କି ଯାହାର ଶୋଷ ମେଣ୍ଟିବାର ଥିବ ତାହାର ଶୋଷ ଗୋଟିଏ ଜାଗାରୁ ହିଁ ମେଣ୍ଟିଯିବ। ମାତ୍ର ଯାହାର ଶୋଷ ମେଣ୍ଟିବାର ନଥିବ ସେ ଶହ ଶହ ରାଣୀଙ୍କ ସହ ସମ୍ପର୍କ ରଖିଲେ ମଧ୍ୟ ତାହାର ଶୋଷ ଅଧୁରା ରହିଯିବ। ଭିକ୍ଷୁ ଆଗକୁ କହିଲେ, ଯଦି ଆପଣଙ୍କ ଜୀବନରେ ଲକ୍ଷ୍ୟ ସ୍ପଷ୍ଟ ନାହିଁ, ତେବେ ଆପଣ ସମସ୍ତ ନାନା ପ୍ରକାର ଭୋକ ବିଳାସରେ ଘେରି ହୋଇଯିବେ। କିନ୍ତୁ ଯଦି ଆପଣଙ୍କର ଲକ୍ଷ୍ୟ ସ୍ପଷ୍ଟ ଅଛି, ତେବେ ଆପଣଙ୍କର ପୁରା ଧ୍ୟାନ ନିଜ ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ସମୟ ଦେବେ, ନା କି ଭୋଗ କରି ଆନନ୍ଦ ନେବାରେ। ହେ ରାଜା, ଆପଣ ପୁରୁଣା କଥା ଶୁଣିଥିବେ କି ଖାଲି ମସ୍ତିଷ୍କ ଶୈତାନର ଘର ହୋଇଥାଏ। ଏଥିପାଇଁ ଗୋଟିଏ ମନୁଷ୍ୟକୁ ତାର ଜୀବନର ଲକ୍ଷ୍ୟ ସ୍ପଷ୍ଟ ଦେଖାଯିବା ଦରକାର। ଭିକ୍ଷୁ ରାଜାଙ୍କୁ ସତର୍କ କରାଇ କହିଲେ, ହେ ରାଜା, ଏହା ସର୍ବଦା ମନେ ରଖିବ କି ଭୋଗ କରିବା ଠାରୁ ବେଶୀ ବିପଦପୂର୍ଣ୍ଣ କାମ ବାସନାର ବିଚାର ହୋଇଥାଏ। ସେ ଆମର ମାନସିକ ସନ୍ତୁଳନ ବିଗାଡ଼ି ଦେଇଥାନ୍ତି, ଆମର ଦୃଷ୍ଟିକୁ ଭ୍ରମିତ କରିଦେଇଥାନ୍ତି। ମହାରାଜା ବୌଦ୍ଧ ଭିକ୍ଷୁଙ୍କ ଉତ୍ତରରେ ବହୁତ ଅଧିକ ପ୍ରଭାବିତ ହେଲେ ଏବଂ ସେହି ରାଜା ତାଙ୍କର ଜୀବନକାଳ ପାଇଁ ଭିକ୍ଷୁଙ୍କୁ ନିଜର ପରାମର୍ଶଦାତା ରୂପେ ଗ୍ରହଣ କଲେ।